ସି ଭିଜିଲ୍ ଆପ୍। ଏହି ସି ଭିଜିଲ୍ ଆପ୍ର କାର୍ଯ୍ୟ କ'ଣ ଆପଣ ମାନେ ଏହି ଭିଡ଼ିଓରେ ଜାଣିପାରିବେ। ଆପଣମାନଙ୍କୁ ଏହି ଆପ୍ର କାର୍ଯ୍ୟ କ'ଣ ମୁଁ କହିବି। ଏହି ଆପ୍ଟି ହେଉଛି ଏକ ସରକାରୀ ଆପ୍। ଦେଖନ୍ତୁ ଉପରେ ଲେଖା ହେଇଛି ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶା। ସି ଭିଜିଲ୍ ଆପ୍। ଏହି ଆପ୍ର ନାମ ରହିଛି ସି ଭିଜିଲ୍ ଆପ୍। ଫଟୋ ଉଠାନ୍ତୁ, ସୂଚନା ଦିଅନ୍ତୁ ଓ ସଶକ୍ତ ରୁହନ୍ତୁ। କ'ଣ ଫଟୋ ଉଠାଇବେ, ସୂଚନା ଦେବେ ଓ ସଶକ୍ତ ରହିବେ। କେଉଁ ଫଟୋ ଆପଣମାନେ ଉଠାଇବେ ଆଉ ସୂଚନା କ'ଣ ଦେବେ, ଏଠି ଧ୍ୟାନ ଦେଇ ଦେଖନ୍ତୁ। ଏହା ପୂର୍ବରୁ ଆପଣମାନେ ଭିଡ଼ିଓକୁ ଗୋଟେ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ସମ୍ବନ୍ଧୀୟ ଘଟଣାର ସୂଚନା ଦେବା ଏବେ ଆପଣମାନଙ୍କ ହାତରେ। ଆପଣମାନଙ୍କ ହାତରେ କ'ଣ, ଆପଣଙ୍କ ପାଖରେ ମୋବାଇଲ୍ ଥିବ, ଆପଣମାନେ ଏଇ ସି ଭିଜିଲ୍ ଆପ୍କୁ ଇନଷ୍ଟଲ୍ କରିଦେବେ ପ୍ଲେ ଷ୍ଟୋରରୁ। ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ସମ୍ବନ୍ଧୀୟ ଘଟଣାର ସୂଚନା ଦେବା ଏବେ ଆପଣଙ୍କ ହାତରେ। ନିର୍ବାଚନ ହେଲାବେଳେ ଯଦି କିଛି ଉଲ୍ଲଂଘନ ସମ୍ବନ୍ଧୀୟ ଘଟଣା ହେଉଛି, ତେବେ ଆପଣମାନେ ଆପଣଙ୍କର ଫଟୋ, ଭିଡ଼ିଓ, ଅଡ଼ିଓ ଏସବୁ ଗୁଡ଼ିକ ରେକର୍ଡ଼ କରି ଏହି ଆପ୍ରେ ପୋଷ୍ଟ କରନ୍ତୁ, ଅପଲୋଡ଼ କରନ୍ତୁ। ଫଟୋ, ଭିଡ଼ିଓ କିମ୍ବା ଅଡ଼ିଓ ଉତ୍ତୋଳନ କରନ୍ତୁ ଏବଂ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନକାରୀ ବାବଦରେ ସୂଚନା ଦିଅନ୍ତୁ। 100 ମିନିଟ୍ରେ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ। ଯିଏ ଉଲ୍ଲଂଘନ କରିଥିବେ ତାଙ୍କ ବିଷୟରେ ଆପଣମାନେ ଏହି ଆପ୍ରେ କମ୍ପ୍ଲେନ୍ କଲେ, ଫଟୋ ଉଠାଇକି କମ୍ପ୍ଲେନ୍ କରନ୍ତୁ, କି ଭିଡ଼ିଓ କରିକି କମ୍ପ୍ଲେନ୍ କରନ୍ତୁ, କି ଅଡ଼ିଓ ମାଧ୍ୟମରେ କରନ୍ତୁ, ଏହାର 100 ମିନିଟ୍ ପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଦେଖନ୍ତୁ ଏଠି ଲେଖାଯାଇଛି ମଧ୍ୟ, ଫଟୋ, ଭିଡ଼ିଓ କିମ୍ବା ଅଡ଼ିଓ ଉତ୍ତୋଳନ କରନ୍ତୁ। ଫଟୋ, ଭିଡ଼ିଓ କିମ୍ବା ଅଡ଼ିଓ କରନ୍ତୁ ଏବଂ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନକାରୀ ବାବଦରେ ସୂଚନା ଦିଅନ୍ତୁ। 100 ମିନିଟ୍ରେ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ। ସେମାନଙ୍କ ବିରୁଦ୍ଧରେ 100 ମିନିଟ୍ରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଦେଖନ୍ତୁ ଏହି ଆପ୍ଟି ଏଇଭଳି ଆପଣମାନେ ପ୍ଲେ ଷ୍ଟୋରରୁ ଯାଇ ଇନଷ୍ଟଲ୍ ମଧ୍ୟ କରିପାରିବେ। ଆପଣଙ୍କର ଯାହା ବି କିଛି ଅସୁବିଧା ହେଉଛି, କିଏ ଭୋଟ୍ ପାଇଁ ଆପଣଙ୍କୁ ଧମକାଉଛି, ମୋତେ ଭୋଟ୍ ଦେବୁ, ନହେଲେ ଅନ୍ୟ କୌଣସି କିଏ ଲାଞ୍ଚ ଦେଉଛି କ'ଣ, ଏଇଭଳି କିଛି ବି ଇଏ ହେଲେ ଆପଣମାନେ ଏଇଥିରେ ଫଟୋ ଉଠାଇ